ପିଲାମାନେ ଆଜି ଆମେ ଚତୁର୍ଥ ଶ୍ରେଣୀ ଆମେ ଓ ଆମ ପରିବେଶ ପୁସ୍ତକର ଚନ୍ଦ୍ରକଳାର ହ୍ରାସ ବୃଦ୍ଧି ବିଷୟଟିକୁ ପଢ଼ିବା ଓ ଏହାର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ପିଲାମାନେ ତୁମେ ଆକାଶରେ ଚନ୍ଦ୍ରକୁ ଦେଖିଛ? ସବୁ ରାତିରେ ଚନ୍ଦ୍ର ଏକାପରି ଦେଖାଯାଏ କି? ନା, ସବୁ ରାତିରେ ଚନ୍ଦ୍ର ଏକାପରି ଦେଖାଯାଏ ନାହିଁ। ପୂର୍ଣ୍ଣମୀ ରାତିରେ ଚନ୍ଦ୍ର କିପରି ଦେଖାଯାଏ? ପୂର୍ଣ୍ଣମୀ ରାତିରେ ଚନ୍ଦ୍ର ପୂର୍ଣ୍ଣ ଆଲୋକିତ ଓ ଗୋଲାକାର ଆକୃତିର ଦେଖାଯାଏ। ପୂର୍ଣ୍ଣମୀର 2 ଦିନ ପରେ ଚନ୍ଦ୍ର ସେହିପରି ଦେଖାଯାଏ କି? ନା, ପୂର୍ଣ୍ଣମୀର 2 ଦିନ ପରେ ଚନ୍ଦ୍ର ସେହିପରି ଦେଖାଯାଏ ନାହିଁ। ଚନ୍ଦ୍ରର ଆଲୋକିତ ଅଂଶ କମିଥିବାର ଦେଖାଯାଏ। ତୁମେ ଚନ୍ଦ୍ରର ଆକୃତିରେ କି ପରିବର୍ତ୍ତନ ଦେଖିଛ ମନେ ପକାଅ। ପୂର୍ଣ୍ଣମୀ ଠାରୁ 10 ଦିନ ପର୍ଯ୍ୟନ୍ତ ଚନ୍ଦ୍ରର ଆକୃତିରେ କି ପ୍ରକାର ପରିବର୍ତ୍ତନ ଦେଖିଛ ତାହାର ଚିତ୍ର ଖାତାରେ ଅଙ୍କନ କର। ପିଲାମାନେ ଏହି ଚିତ୍ରଟିକୁ ଦେଖ। ଏହା ହେଉଛି ଚନ୍ଦ୍ରର ଆଲୋକିତ ଅଂଶ କମିବା ଓ ଏହା ହେଉଛି ଚନ୍ଦ୍ରର ଆଲୋକିତ ଅଂଶ ବଢ଼ିବା। এই ଯେଉଁ ଚିତ୍ରଟି ପ୍ରଥମ ଚିତ୍ରଟି ଦେଇଛି ଏହା ପୂର୍ଣ୍ଣମୀ ଦିନର ଚନ୍ଦ୍ରର ଚିତ୍ର। ତାପରେ ଦେଖ କିପରି ତାର ଚନ୍ଦ୍ରର ଆଲୋକିତ ଅଂଶ କମି କମି ଯାଉଛି। ପଞ୍ଚମ ଦିନରେ ଚନ୍ଦ୍ରର ଆଲୋକିତ ଅଂଶ ଦେଖାଯାଉ ନାହିଁ। ଏହି ଦିନଟିକୁ ଆମେ ଅମାବାସ୍ୟା ବୋଲି କହିଥାଉ, ଯେଉଁଦିନ ଆକାଶରେ ଚନ୍ଦ୍ର ଦେଖାଯାଏ ନାହିଁ। ଅମାବାସ୍ୟା ପରଦିନ ଦେଖ ଚନ୍ଦ୍ରର ଆଲୋକିତ ଅଂଶ ଧୀରେ ଧୀରେ ବଢ଼ି ଯାଉଛି। ଉପର ଚିତ୍ର ଦେଖି ଉତ୍ତର ଦିଅ। ଚନ୍ଦ୍ରର ପ୍ରଥମ ଚିତ୍ର କେଉଁ ଦିନର ଚନ୍ଦ୍ର ପରି ଦେଖାଯାଉଛି? ଚନ୍ଦ୍ରର ପ୍ରଥମ ଚିତ୍ର ପୂର୍ଣ୍ଣମୀ ଦିନ ଚନ୍ଦ୍ର ପରି ଦେଖାଯାଉଛି। ଚନ୍ଦ୍ରର ଦ୍ୱିତୀୟ ଚିତ୍ରରେ ଆଲୋକିତ ଧଳା ଅଂଶ କମିଯାଇଛି କି? ହଁ, ଚନ୍ଦ୍ରର ଦ୍ୱିତୀୟ ଚିତ୍ରରେ ଆଲୋକିତ ଧଳା ଅଂଶ କମିଯାଇଛି। ଚନ୍ଦ୍ରର ତୃତୀୟ ଚିତ୍ରରେ କେତେ ଅଂଶ ଆଲୋକିତ ଦେଖାଯାଉଛି? ଅଧା ଅଂଶ। ଚନ୍ଦ୍ରର ପଞ୍ଚମ ଚିତ୍ରରେ ଆଲୋକିତ ଅଂଶ ରହିଛି କି? ପଞ୍ଚମ ଚିତ୍ରରେ ଚନ୍ଦ୍ରର ଆଲୋକିତ ଅଂଶ ନାହିଁ। ଚନ୍ଦ୍ରର ଷଷ୍ଠ ଚିତ୍ରରେ ଆଲୋକିତ ଅଂଶ ବଢ଼ି ନବମ ଚିତ୍ରରେ ପୁଣି ଆଲୋକିତ ଦେଖାଗଲା। ପିଲାମାନେ ଏହି ଚିତ୍ରଟିକୁ ଦେଖ। ଷଷ୍ଠ ଚିତ୍ରରେ ଆଲୋକିତ ଅଂଶ ଧୀରେ ଧୀରେ ବଢ଼ିଯାଇଛି ଟିକେ। ତାପରେ ସପ୍ତମ ଦିନରେ ଅଧା ଆଲୋକିତ ଅଂଶ ଅଧା ବଢ଼ିଯାଇଛି। ତାପରେ ନବମ ଚିତ୍ରକୁ ଦେଖ। ନବମ ଚିତ୍ରରେ ଚନ୍ଦ୍ର ପୁରା ଆଲୋକିତ ଦେଖାଗଲା। ପୂର୍ଣ୍ଣମୀ ଦିନ ଆକାଶରେ ଗୋଲାକାର ପୂର୍ଣ୍ଣ ଆଲୋକିତ ଚନ୍ଦ୍ର ତୁମେ ଦେଖିଛ। ପୂର୍ଣ୍ଣମୀ ପରଠାରୁ ଆଲୋକିତ ଅଂଶ କମି କମି ଯାଏ। 14 ଦିନ ପରେ 15ତମ ଦିନରେ ଆଲୋକିତ ଅଂଶ ମୋଟେ ଦେଖାଯାଏ ନାହିଁ। ଏହି ଦିନଟିକୁ ଅମାବାସ୍ୟା କହନ୍ତି। ପୂର୍ଣ୍ଣମୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଚନ୍ଦ୍ରର ଆଲୋକିତ ଅଂଶ କମି କମି ଯାଉଥିବାରୁ ଏହାକୁ କୃଷ୍ଣପକ୍ଷ କହନ୍ତି। ଅମାବାସ୍ୟା ଠାରୁ ଆଲୋକିତ ଅଂଶ ବଢ଼ି ବଢ଼ି ଯାଏ। 15ତମ ଦିନରେ ପୂର୍ଣ୍ଣ ଆଲୋକିତ ଅଂଶ ଦେଖାଯାଏ। ଏଣୁ ଅମାବାସ୍ୟା ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ 15 ଦିନକୁ ଶୁକ୍ଳ ପକ୍ଷ କହନ୍ତି। ଚନ୍ଦ୍ରର ଆଲୋକିତ ଅଂଶର ବଢ଼ିବା ଓ କମିବାକୁ ଚନ୍ଦ୍ରକଳାର ହ୍ରାସ ବୃଦ୍ଧି କୁହାଯାଏ। ପୂର୍ଣ୍ଣମୀ ଦିନ ଚନ୍ଦ୍ର ଆକାଶରେ କେଉଁ ଦିଗରେ ଏବଂ କେଉଁ ସମୟରେ ଉଦୟ ହୁଏ ତୁମେ ଦେଖିଛ କି? ପୂର୍ଣ୍ଣିମା ଦିନ ଆକାଶରେ ପୂର୍ବ ଦିଗରେ ଚନ୍ଦ୍ର ଉଦୟ ହୁଏ ଏବଂ ଠିକ୍ ସୂର୍ଯ୍ୟ ଅସ୍ତ ହେବା ପରେ ଚନ୍ଦ୍ର ଉଦୟ ହେବାର ଆମେ ଦେଖିଛୁ। ତୁମେ ଘରେ ଶୁଣିଥିବ ପୂର୍ଣ୍ଣମୀ ପରେ ଚନ୍ଦ୍ର ଘଡ଼ିକ ପରେ ଉଠେ। ଏହି ଘଡ଼ିକ ହେଉଛି 48 ମିନିଟ୍। ପୂର୍ଣ୍ଣମୀ ଦିନ ପରଠାରୁ ପ୍ରତ୍ୟେକ ଦିନ 48 ମିନିଟ୍ ଡେରିରେ ଚନ୍ଦ୍ର ହୁଏ। ଅମାବାସ୍ୟା ଦିନ ଚନ୍ଦ୍ରର ଆଲୋକିତ ଅଂଶ ପୃଥିବୀ ଆଡ଼କୁ ନଥାଏ, ତେଣୁ ଆମେ ସେଦିନ ରାତିରେ ଚନ୍ଦ୍ରକୁ ଦେଖିପାରୁନାହୁଁ। ଚନ୍ଦ୍ରର ଆବର୍ତ୍ତନ ଓ ପରିକ୍ରମଣ କାଳ ସମାନ, ତେଣୁ ଚନ୍ଦ୍ରର ସର୍ବଦା ଗୋଟିଏ ପାର୍ଶ୍ୱ ପୃଥିବୀ ଆଡ଼କୁ ରହେ। ଏହା ଫଳରେ ଆଲୋକିତ ଅଂଶ ବଢ଼େ ଓ କମେ। 1 ନମ୍ବର ଅଭ୍ୟାସ 1 ନମ୍ବର ଗୋଟିଏ ଶବ୍ଦ ବା ବାକ୍ୟରେ ଉତ୍ତର ଦିଅ। କ ନମ୍ବର ପ୍ରଶ୍ନ ଚନ୍ଦ୍ର ପୂର୍ଣ୍ଣମୀ ଦିନ କେଉଁ ଦିଗରେ ଉଦୟ ହୁଏ? ଉତ୍ତର ଚନ୍ଦ୍ର ପୂର୍ବ ଦିଗରେ ଉଦୟ ହୁଏ। ଖ ନମ୍ବର ପ୍ରଶ୍ନ
ଚନ୍ଦ୍ରକଳା କାହାକୁ କହନ୍ତି? ଉତ୍ତର ଚନ୍ଦ୍ରର ଯେଉଁ ଆଲୋକିତ ଅଂଶ ଆମକୁ ଦେଖାଯାଏ ତାହାକୁ ଚନ୍ଦ୍ରକଳା କହନ୍ତି। ଗ ନମ୍ବର ଗୋଟିଏ ବର୍ଷରେ ପ୍ରାୟ କେତୋଟି ପୂର୍ଣ୍ଣଚନ୍ଦ୍ର ଦେଖିପାରିବା? ଉତ୍ତର ଗୋଟିଏ ବର୍ଷରେ ପ୍ରାୟ 12ଟି ପୂର୍ଣ୍ଣଚନ୍ଦ୍ର ଦେଖିପାରିବା। ଘ ନମ୍ବର ଅମାବାସ୍ୟା ଦିନ ଚନ୍ଦ୍ର ଦେଖା ନ ଯିବାର କାରଣ କ'ଣ? ଉତ୍ତର ଅମାବାସ୍ୟା ଦିନ ଚନ୍ଦ୍ରର ଆଲୋକିତ ଅଂଶ ପୃଥିବୀ ଆଡ଼କୁ ନଥାଏ, ତେଣୁ ଅମାବାସ୍ୟା ରାତିରେ ଚନ୍ଦ୍ରକୁ ଦେଖିପାରୁନାହୁଁ। ୱ ନମ୍ବର ପୂର୍ଣ୍ଣମୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ 15 ଦିନକୁ କେଉଁ ପକ୍ଷ କୁହାଯାଏ? ଉତ୍ତର ପୂର୍ଣ୍ଣମୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ କୃଷ୍ଣ ପକ୍ଷ କୁହାଯାଏ। 2 ନମ୍ବର କେଉଁ ଉକ୍ତିଟି ଭୁଲ? କ ପ୍ରତ୍ୟେକ ଦିନ ଚନ୍ଦ୍ର ସନ୍ଧ୍ୟା ସମୟରେ ଉଦୟ ହୁଏ। ଏହି ଉକ୍ତିଟି ଭୁଲ ଅଟେ। ଖ ନମ୍ବର ପ୍ରଶ୍ନ ଅମାବାସ୍ୟା ଠାରୁ ପୂର୍ଣ୍ଣମୀ ସମୟକୁ କୃଷ୍ଣ ପକ୍ଷ କୁହାଯାଏ। ଏହି ଉକ୍ତିଟି ଭୁଲ ଅଟେ। ଗ ନମ୍ବର ଚନ୍ଦ୍ରକଳା ଅଂଶ ବଢ଼ିବା ଓ କମିବାକୁ ଚନ୍ଦ୍ରକଳାର ହ୍ରାସ ବୃଦ୍ଧି କୁହାଯାଏ। ଏହି ଉକ୍ତିଟି ଠିକ୍ ଅଟେ। ଘ ନମ୍ବର ଆମେ ସର୍ବଦା ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ଦେଖୁ। ଏହି ଉକ୍ତିଟି ଠିକ୍ ଅଟେ। ପିଲାମାନେ ତୁମକୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବ।